ଗାନ୍ଧାରୀଙ୍କ କେଉଁ କର୍ମ ପାଇଁ ଭୋଗିବାକୁ ପଡିଥିଲା 100 ପୁତ୍ରଙ୍କ ମୃତ୍ୟୁ ପୀଡା। ନମସ୍କାର ବନ୍ଧୁଗଣ, ଏହି ଜନ୍ମରେ ଆମେ ପାଉଥିବା କଷ୍ଟକୁ ଆମେ ସର୍ବଦା ପୂର୍ବ ଜନ୍ମର ଫଳ ବୋଲି ଭାବିଥାଉ, କିନ୍ତୁ ନିଜେ ନିଜେ କରିଥିବା କର୍ମର ଫଳ ସର୍ବଦା ଆମକୁ ଏହି ଜନ୍ମରେ ହିଁ ମିଳିଥାଏ। କଥା ହେଉଛି ଏତିକି, ଆମେ ଯେଉଁ କର୍ମ କରିଥାଉ ଅଜାଣତରେ ତାହା ଭୁଲି ଯାଇଥାଉ ଆଉ କହିଥାଉ ମୁଁ ତ କିଛି ଭୁଲ କରିନି, ତଥାପି କାହିଁକି କଷ୍ଟ ପାଇଲି। ଏହି କଥାଟିକୁ ବୁଝିବା ପାଇଁ ଆମେ ଆଜି ଆପଣମାନଙ୍କୁ ଭଗବାନ ଶ୍ରୀକୃଷ୍ଣ କହିଥିବା ଗାନ୍ଧାରୀଙ୍କ କର୍ମଫଳ ସମ୍ପର୍କରେ ଜଣାଇବା ପାଇଁ ଯାଉଛୁ। ଜାଣିବା ପାଇଁ ଭିଡିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ। ମହାଭାରତ ଯୁଦ୍ଧ ସବୁଠାରୁ ବଡ ଯୁଦ୍ଧ ଥିଲା ଆଉ ଯାହାର ଆରମ୍ଭକର୍ତ୍ତା ଥିଲେ ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ। ଏକଥା ସମସ୍ତଙ୍କୁ ଜଣାଥିଲା। କୌରବ ଏବଂ ପାଣ୍ଡବ ମାନଙ୍କ ମଧ୍ୟରେ ବିଭୀଷିକା ମାୟା ଯୁଦ୍ଧ ହୋଇଥିଲା ଆଉ ଏହି ଯୁଦ୍ଧରେ ଗାନ୍ଧାରୀଙ୍କ 100 ପୁତ୍ର ନିଜର ପ୍ରାଣ ହରାଇଥିଲେ। ଗାନ୍ଧାରୀଙ୍କ ପାଖରେ କେହି ନଥିଲେ, କାରଣ ସେ ଅନ୍ଧ ପୁଟୁଳି ଆଖିରେ ବାନ୍ଧିଥିଲେ, କିନ୍ତୁ ପ୍ରତ୍ୟେକ ଦିନ ତାଙ୍କ ପାଖକୁ ଖବର ଆସୁଥିଲା ଆଜି ମାତା ତୁମର ଏତିକି ପୁତ୍ର ପ୍ରାଣ ହରାଇଲେ, ଯାହା ତାଙ୍କ ଛାତିକୁ ଥରାଇ ଦଉଥିଲା। ଗୋଟେ ନୁହଁ ଦୁଇଟି ନୁହଁ, ବରଂ 100 ପୁତ୍ରକୁ ହରାଇଥିଲେ ଗାନ୍ଧାରୀ। ଏହି ସବୁର କାରଣ ଶ୍ରୀକୃଷ୍ଣ ବୋଲି ସେ ଜାଣିଥିଲେ, କିନ୍ତୁ କେବେ ପଚାରି ନଥିଲେ। ଦିନେ ତାଙ୍କ ପଟି ଭିଡା ହୋଇଥିବା ଆଖିରୁ 2 ଠୋପା ଲୁହ ଗଡାଇ ପଚାରିଲେ, ତୁମେ କାହିଁକି ଏତେ ବଡ କଷ୍ଟ ମତେ ଦେଲ? କାହିଁକି ମୋ ଆଖି ସାମ୍ନାରେ ମୋ 100 ପୁତ୍ରଙ୍କ ପ୍ରାଣ ନେଲ? ଗାନ୍ଧାରୀ କହିଲେ, ମୋ ଜାଣିବାରେ ମୁଁ ତ ଏମିତି କିଛି ପାପ କରିନି ଯେଉଁଥିପାଇଁ ମତେ ଏତେ ବଡ ଦଣ୍ଡ ମିଳିବ। ଏହା ଶୁଣି ଶ୍ରୀକୃଷ୍ଣ ସ୍ମିତ ହାସ୍ୟ ଦେଇ କହିଲେ, ମା ତୁମେ ଏକ ସତକୁ ଆଜି ଯାଏ ଲୁଚାଇ ରଖିଛ, କେବେ କାହା ସମ୍ମୁଖରେ ମଧ୍ୟ କହିନା। ଗାନ୍ଧାରୀ କହିଲେ, କେଉଁ ସତ? ଏହାପରେ ଶ୍ରୀକୃଷ୍ଣ କହିଲେ, ମା ତୁମେ 10 ବର୍ଷ ବୟସରେ ଖୁସିରେ ନଈକୂଳ ଆଡକୁ ଭ୍ରମଣ କରିବା ପାଇଁ ଯାଇଥିଲ ଆଉ ଭୁଲରେ ତୁମ ପାଦ କଇଁଛର ଗୋଟିଏ ଅଣ୍ଡା ଉପରେ ପଡିଲା ଆଉ ତାହା ଫାଟିଗଲା। ସେହି ଫାଟିବାର ଶବ୍ଦ ତୁମକୁ ଭଲ ଲାଗିଲା, ତେଣୁ ତୁମେ ସେ ନଈ ପାଠରେ ଥିବା ସମସ୍ତ ଅଣ୍ଡାକୁ ଡେଇଁ ଡେଇଁ ଫଟାଇବାକୁ ଲାଗିଲ। ଏହି ସବୁକୁ ଦୂରରେ ମା କଇଁଛ ଦେଖୁଥାଏ ଆଉ ନାଚାର ହୋଇ ଆଖିରୁ ଲୁହ ଗଡାଉଥିଲା। ସେହି ମା କଇଁଛର ଆଖିର ଲୁହ ଆଜି ତୁମ ଉପରେ ପଡିଛି। ମା ତୁମେ ଆଖିରେ ପଟି ଭିଡିଛ, ତୁମ ମୃତ ପୁତ୍ରଙ୍କୁ ତୁମେ ଦେଖିନାହ, ହେଲେ ସେହି ମା କଇଁଛ ତ ସବୁ ଆଖି ସାମ୍ନାରେ ଦେଖୁଥିଲା। ଧନ୍ୟବାଦ।